ସକାଳୁ ସକାଳୁ ଜଣେ କମାର ବାହାରକୁ ବାହାରିଲା। ରାସ୍ତାରେ ବୁଲୁ ବୁଲୁ 2 ଖଣ୍ଡ ଲୁହା ପାଇଲା ଓ ସେ 2 ଖଣ୍ଡ ଲୁହାକୁ ଘରକୁ ନେଇ ଆସିଲା। କମାର ଦିନେ ସେଇ 2 ଖଣ୍ଡ ଲୁହାକୁ କମାରଶାଳାକୁ ନେଇଗଲା। ସେଠାରେ ସେ ଖଣ୍ଡିଏ ଲୁହାରେ ତଲୱାର ଓ ଅନ୍ୟଟିରେ ଢାଳଟିଏ ତିଆରି କଲା। କିଛି ଦିନ ପରେ ଜଣେ ଯୋଦ୍ଧା ଆସି ସେ ଢାଳ ଆଉ ତଲୱାରକୁ କିଣିକରି ନେଇଗଲା। ବହୁ ଯୁଦ୍ଧରେ ଯୋଦ୍ଧା ଜଣକ ସେ ଢାଳ ଆଉ ତଲୱାରକୁ ବ୍ୟବହାର କଲା। ଥରେ ଯୁଦ୍ଧ କରୁ କରୁ ତଲୱାରଟି 2 ଖଣ୍ଡ ହେଇଗଲା, କିନ୍ତୁ ଢାଳ ଆଗରୁ ଯେମିତି ଥିଲା ସେମିତି ରହିଲା। ଭାଙ୍ଗି ଯାଇଥିବା ତଲୱାର ଓ ଢାଳକୁ ନେଇ ଯୋଦ୍ଧା ଘରେ ପାଖାପାଖି ରଖିଲା। ରାତିର ମଧ୍ୟମ ପ୍ରହର ଭିତରେ ସଭିଏଁ ଶୋଇଗଲେ। ଧୀର କଣ୍ଠରେ ତଲୱାର କହିଲା, ତୁମେ ତ ସେମିତି ଅଛ, ମୋର ଏଭଳି ଦୁର୍ଦ୍ଦଶା ହେଲା କାହିଁକି? ଢାଳ କହିଲା, ଆମ ଦୁହିଁଙ୍କ ଭିତରେ ଅଳପ ଫରକ। ତଲୱାର କହିଲା, କାରଣଟି କ'ଣ? ଢାଳ କହିଲା, ତୁମେ ସବୁବେଳେ ମାରିବା କାମରେ, କାଟିବା କାମରେ ଲାଗୁଛ, ମୁଁ ସବୁବେଳେ ବଞ୍ଚାଇବା କାମରେ ରହିଲି। ମନେ ରଖ ତଲୱାର, ମାରିବା ଲୋକଠୁ ବଞ୍ଚାଇବା ବାଲା ଦୀର୍ଘାୟୁ। ଯେ ପରୋପକାରୀ ସେ ଦୀର୍ଘାୟୁ, ଯେ ପରର ଅମଙ୍ଗଳକାରୀ ସେ ସ୍ୱଳ୍ପାୟୁ। ବନ୍ଧୁ, ଜଣେ ସଫଳତାରେ ପହଞ୍ଚିବା ପାଇଁ ହେଲେ ତା ଜୀବନରେ ଅନେକ ସଂଗ୍ରାମ କରିଥାଏ, କିନ୍ତୁ ଦେଖିବା ବାଲା ତ କିଛି ବୁଝେ ନାହିଁ। ସେ ସବୁବେଳେ ତାକୁ ଦେଖି ଈର୍ଷାରେ ଜଳୁଥାଏ। ତେଣୁ ବନ୍ଧୁ, କଥାରେ ପରା ଅଛି, ରଖେ ହରି ମାରିକି। ବନ୍ଧୁ, ତାହେଲେ ଆମେ ଯଦି ଅନ୍ୟକୁ ଖାଳରେ ପକାଇବାକୁ ଚାହାନ୍ତି, ତାର ଫଳସ୍ୱରୂପ ଆମକୁ ହିଁ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡ଼େ। ଏହା ହିଁ ବାସ୍ତବ।